ମାଣିଆବନ୍ଧ ଥାନା ଆକ୍ରମଣରେ ଆମର ଯୋଉ 4 ତାରିଖ ବୋଲି 5 ତାରିଖ ରାତିରେ ହେଇଥିଲା ସେଥିରେ ଆମେ 6 ଜଣ ତ ଅଲରେଡି ବାନ୍ଧି ପଠେଇଛୁ, ସେମାନେ ଜେଲରେ ଅଛନ୍ତି କଷ୍ଟଡିରେ। ତା ଭିତରେ ଆମର ରିତେଶ ପ୍ରଧାନ ବାପୁନି ବେଦି ମହୁଲିଆ ଗ୍ରାମର ସିଏ ଫେରାର ଥିଲେ। ସିଏ ସେ ଘଟଣାସ୍ଥଳରୁ ସେଦିନ ହେଇକି ତାଙ୍କ ପଲସରରେ ପଳେଇ ଯାଇଥିଲେ। ସେ ଚୌଦ୍ୱାର ଏରିଆ ପଟେ ସେପଟେ ରହୁଛନ୍ତି, ତାଙ୍କର କ'ଣ କାମ କରୁଛନ୍ତି ସେପଟେ ହେଲେ ଆମେ ତାଙ୍କୁ କାଲି ସେଠୁ ଖବର ଆମର ସନ୍ଧାନରେ ଆମେ ତାଙ୍କୁ ଆଣିକିରି ଇଣ୍ଟରୋଗେସନରେ ପଚାରିଲୁ। ସେ ତାଙ୍କର ବି ଦୋଷ ମାନୁଛନ୍ତି ଆଉ ଏମାନଙ୍କ ସହିତ ମିଶିକିରି ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି, ଗାଡ଼ି ଭାଙ୍ଗିଛନ୍ତି, ଷ୍ଟାଫ୍ ବାଡ଼େଇଛନ୍ତି ଏବଂ ଆଇଆଇସିଙ୍କ ଘରେ ଟେକାପଥର ବି ମରଣାନ୍ତକ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେ ରାତିରେ କରିଥିବା କହିଛନ୍ତି। ଏଇ ଯୋଉ ଘଟଣାରେ ବାପୁନିଙ୍କ ଠାରୁ ସିଏ ତାଙ୍କ ଯୋଉ ପିସ୍ତଲଟି ଧରିକିରି ଆସିଥିଲେ ଏବଂ ଯେଉଁ କାଠରେ ବାଡ଼େଇକିରି ବି ଥାନା ଭାଙ୍ଗିଥିଲେ ସେଇଟା ଏବଂ ତାଙ୍କର ଯେଉଁ ବାଇକ୍ରେ ସେ ଆସିଥିଲେ ଘଟଣାସ୍ଥଳକୁ ଯୋଉ ଥାନା ପାଖକୁ ଆସିବା ପୂର୍ବରୁ ସେଥିରେ ଆସିଥିଲେ ସେ ଅଫେନ୍ସରେ ବ୍ୟବହୃତ ହେଇଛି ସେ ବାଇକ୍ ପଲସର ଗାଡ଼ି ମଧ୍ୟ ଆମେ ଜବତ କରିଛୁ ତାଙ୍କ ଠାରୁ। ସେମାନଙ୍କ ଉପରେ ତ ଆମେ ସେଇ ଦିନ କନସର୍ନ ସେ 5 ତାରିଖ ରାତିରେ 3ଟା କେସ୍ ହେଇଛି, ସବୁ 307 ଆଉ ଅନ୍ୟ ଦଫାରେ ଆଇପିସିର ଲାଗିକିରି ଅଛି। ସେଥିରେ ସେ 3ଟା କେସ୍ରେ ସେମାନେ ଏ କେସ୍ରେ ଆରେଷ୍ଟ ହେଇଛି, ଅନ୍ୟ କେସ୍ରେ ରିମାଣ୍ଡ ଦିଆଯାଇଛି ମାନ୍ୟବର କୋର୍ଟକୁ ଏବଂ ତାଙ୍କର ଆମେ ପୂର୍ବ ହିଷ୍ଟ୍ରି ସବୁ କାଢ଼ିଛୁ। ସେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି, ଯେଉଁଥିରେ କି ବମିଂ ଏବଂ ଫାୟାରିଂ ଏଭଳିଆ ଦଫା ସବୁ ବିଭିନ୍ନ ତାଙ୍କର ଯୋଉ ଅନ୍ୟ ଗୋଷ୍ଠୀ କିଏ ଅଛନ୍ତି ସବୁ ସେଗୁଡ଼ାକ ବି ଅଛି। ଆମେ ଖୋଳତାଡ଼ କରି ସେଗୁଡ଼ାକ ସବୁ ଜାଣିଲୁଣି ଆଉ ଯୋଉ ଯୋଉ ଇଏରେ ଇନଭଲ୍ଭ ଅଛନ୍ତି ଆମେ ତାଙ୍କୁ ମାନ୍ୟବର ଅଦାଲତକୁ ରିମାଣ୍ଡ ପାଇଁ ସେଥିରେ ପ୍ରେୟାର କରିବୁ। ଆବଶ୍ୟକ ହେଲେ ତାଙ୍କୁ ମଧ୍ୟ ରିମାଣ୍ଡ ପୁଲିସ ରିମାଣ୍ଡରେ ଆଣେ ଆଉ ରିକଭରି ଆଉ ଯାହା ଅଛି ସବୁ ତଦନ୍ତର ଯାହା କରାହେବା କଥା କରାହେବ, ଆବଶ୍ୟକ ପଦକ୍ଷେପ